महात्मा बुद्धଙ୍କ ଉପदेश ମାନବ ଜାତି ପାଇଁ ଏକ ଅମୂଲ୍ୟ ଧନ। ସେ ଜଗତକୁ ଅହିଂସା, କରୁଣା, ସତ୍ୟ ଓ ଧ୍ୟାନର ମାର୍ଗ ଦେଖାଇଥିଲେ। ତାଙ୍କ ଉପଦେଶମାନେ କେବଳ ଧାର୍ମିକ ନୁହେଁ, ଜୀବନ ଚଳଣି ପାଇଁ ଏକ ଦିଗଦର୍ଶନ ଭିତରୁ ଗୌଣ୍ୟ। 1. ଦୁଃଖର ଅସ୍ତିତ୍ୱ। ଜଗତ ଦୁଃଖମୟ। ଜନ୍ମ, ବୃଦ୍ଧି, ରୋଗ, ମୃତ୍ୟୁ ଓ ବିଯୋଗ ଦୁଃଖର ରୂପ। ଏହି ସତ୍ୟକୁ ଜାଣିବା ଜୀବନର ପ୍ରଥମ ପଦକ୍ଷେପ। 2. ଦୁଃଖର କାରଣ। ଇଚ୍ଛା, ଆସକ୍ତି ଓ ଆତ୍ମସ୍ନେହ ହିଁ ଦୁଃଖର ମୂଳ କାରଣ। ଯେତେବେଳେ ମନୁଷ୍ୟ ଅନେକ ଆଶା ଓ ଆକାଂକ୍ଷାରେ ଜଡ଼ିତ ରହିଥାଏ, ସେଥିରୁ ଦୁଃଖ ଜନ୍ମ ନେଉଛି। 3. ଦୁଃଖର ନିବାରଣ। ଆଶା, ତୃଷ୍ଣାକୁ ଛାଡ଼ିଲେ ଏବଂ ସମ୍ୟକ ମାର୍ଗ ଅନୁସରଣ କଲେ ଦୁଃଖର ଶେଷ ହୁଏ। 4. ଅଷ୍ଟାଙ୍ଗିକ ମାର୍ଗ। ଦୁଃଖ ନିବାରଣ ପାଇଁ ବୁଦ୍ଧ ଅଷ୍ଟାଙ୍ଗିକ ମାର୍ଗ ଦେଇଥିଲେ। ସମ୍ୟକ ଦୃଷ୍ଟି, ସମ୍ୟକ ସଂକଳ୍ପ, ସମ୍ୟକ ବାଣୀ, ସମ୍ୟକ କର୍ମ, ସମ୍ୟକ ଜୀବିକା, ସମ୍ୟକ ବ୍ୟାୟାମ, ସମ୍ୟକ ସ୍ମୃତି ଓ ସମ୍ୟକ ଧ୍ୟାନ। 5. ମାନବତା। ସମସ୍ତ ପ୍ରାଣୀ ପାଇଁ କାରୁଣ୍ୟ ଓ ମିଳିତ ରହିବା ଏକ ମହାନ ଗୁଣ। ମନୁଷ୍ୟ କେବଳ ନିଜ ପାଇଁ ନୁହେଁ, ସମସ୍ତଙ୍କ ମଙ୍ଗଳ ପାଇଁ ଚିନ୍ତା କରିବା ଉଚିତ। 6. ଅହିଂସା। କୌଣସି ପ୍ରାଣୀଙ୍କୁ ହାନି ନ କରିବା, ଅହିଂସା ନୀତିର ମୂଳ ଅର୍ଥ। ଏହି ଉପଦେଶ ଗାନ୍ଧୀଜୀ ଓ ଅନେକ ମହାପୁରୁଷ ଅନୁସରଣ କରିଥିଲେ। 7. ସତ୍ୟବାଦିତା। ସତ୍ୟ କହିବା, ସତ୍ୟ ଚିନ୍ତା କରିବା ଓ ସତ୍ୟ ଆଚରଣ କରିବା ବୁଦ୍ଧ ଧର୍ମର ମୁଖ୍ୟ ଉପଦେଶ। 8. ମଧ୍ୟମ ମାର୍ଗ। ବୁଦ୍ଧ ଆଶ୍ରମୀ ଓ ଭୋଗୀ ଜୀବନର ଚରମ ବିପରୀତତାରେ ନ ଥାଇ ମଧ୍ୟମ ମାର୍ଗ ଅନୁସରଣ କରିବାକୁ କହିଥିଲେ। 9. ଧ୍ୟାନ ଓ ସ୍ମୃତି। ମନକୁ ନିୟନ୍ତ୍ରଣ କରିବା, ଧ୍ୟାନ ଓ ବିଚାର ଦ୍ୱାରା ଜୀବନର ଅନେକ ସମସ୍ୟାର ସମାଧାନ ମିଳେ। 10. ନିର୍ବାଣ ପ୍ରାପ୍ତି। ଦୁଃଖ ଓ ଆବେଗରହିତ ଏକ ଅବସ୍ଥା, ଯେଉଁଠାରେ ମନ ଶାନ୍ତ, ଇଚ୍ଛା ଶୂନ୍ୟ ଓ ଆନନ୍ଦମୟ ଅନୁଭବ ଥାଏ। ମହାତ୍ମା ବୁଦ୍ଧଙ୍କ ଏହି ଉପଦେଶଗୁଡ଼ିକ କେବଳ ଧର୍ମ ଦିଗରୁ ନୁହେଁ, ଆମ ଦୈନିକ ଜୀବନରେ ନୀତି ଓ ନୈତିକତା ଅନୁସରଣ ପାଇଁ ଅତ୍ୟନ୍ତ ଦରକାରୀ। ଏହି ଉପଦେଶ ଆମକୁ ଶାନ୍ତି, ସମ୍ବେଦନା ଓ ମାନବିକତାର ମାର୍ଗରେ ଗତି କରିବାରେ ସାହାଯ୍ୟ କରେ। ଭିଡିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଜ ମତାମତ ଦିଅନ୍ତୁ। ଧନ୍ୟବାଦ।